ନମସ୍କାର। ଆଜିର କବିତା ଛଳନାର ଛଅ ଋତୁ। କବି, କଥାକାର, ଗାଳ୍ପିକ ବାଦଲ ମହାନ୍ତିଙ୍କର ଲେଖା ଆପଣମାନଙ୍କ ପାଇଁ। ଛଅଟି ଋତୁକୁ ନେଇ ଏହି କବିତା ଲେଖା ହେଇଛି। ପ୍ରଥମେ ଗ୍ରୀଷ୍ମ। ଅଙ୍ଗାର ପାଉଁଶ ନୁହେଁ, ଆରେ ଟିକେ ବୁଝ ମୋ କଥା। ତମେ ତରତର ହେଇ ଚାଲିଗଲ ଆଉ କହିଗଲ ମୁଁ ତୁମକୁ ପୋଡ଼ି ଦେଇଛି। ଏହା ମିଛ ହେଲେ ବି ତ ସତ। ଦ୍ୱିତୀୟ ବର୍ଷା। ମଞ୍ଜି ହେଉ କି ମନ, ଓଦା ହେଲେ ଗଛ, ଭିଜିଗଲେ ନଷ୍ଟ। ମଞ୍ଜି ହେଉ କି ମନ, ଓଦା ହେଲେ ଗଛ, ଭିଜିଗଲେ ନଷ୍ଟ। ତମେ ଘରୁ ଧରିକି ଆସିଥାଉ ସିଦ୍ଧାନ୍ତ, ବିଜୁଳି ଆଲୁଅରେ ଦେଖିଲି ତମ ଦେହରେ ଯେତିକି ଧୂସର ବର୍ଣ୍ଣ, ଜାଣିଲି ମୋ ସଞ୍ଚିତ ସବୁଜିମା ଜାଳିବାକୁ ସେତିକି ଯଥେଷ୍ଟ। ତୃତୀୟ ଶରତ। ମାଟିରୁ ସଫା ଦିଶେ ଆକାଶ, ମାଟିରୁ ସଫା ଦିଶେ ଆକାଶ, ଉଡ଼ିବା କଥା ଉଠିଲା ମାତ୍ରେ ତମର ବହୁତ କାମ। ଚତୁର୍ଥ ହେମନ୍ତ। କେଜାଣି ତମେ ଥାଉ କି ନଥାଉ ଘରେ, ଡାକିଲେ ଉତ୍ତର ଫେରାଉ ନାହିଁ। ଫେରିଲା ମାତ୍ରେ ହିଁ ଲମ୍ବିଯାଏ ଅଭିଯୋଗ। ମୁଁ କ'ଣ ଜାଣିନି ତମେ ମୋତେ କେତେ ଭଲ ପାଅ? ମୁଁ ଆଶ୍ଚର୍ଯ୍ୟ। ଶୀତ। ଏଇବେଳେ ମନେ ପଡ଼େ ତମର ସେ ତାତିଲା ନିଶ୍ୱାସ। ଏଇବେଳେ ମନେ ପଡ଼େ ତମର ସେ ତାତିଲା ନିଶ୍ୱାସ, ଯିଏ ମୋତେ ଦିନେ ଜାଳି ପୋଡ଼ି ଛାରଖାର କରିଦେବ ବୋଲି ନେଇଥିଲା ଶପଥ। ଗୋଟିଏ ନିଆଁ ଦୁଇ ଭାଗ, ଭିନେଇ ସାରିଥିଲେ ବାରୁଦ ଆଉ ରଞ୍ଜକ। ନିଜ ନିଆଁ ନିଜ ଦେହ ନିଜେ ନିଜେ ସେକି ହୁଅ। ଓହୋ, କି ମିଛ ଶୀତ ଏଥର। ବସନ୍ତ। ଷଷ୍ଠ ବସନ୍ତ ଋତୁ। ତମ ଘର ଆଉ ବର, ଆସବାବ, କାର୍ଠୁ କାର୍ପେଟ, ସବୁ କିଛି ଦାମୀ। ତମ ଘର, ବର, ଆସବାବ, କାର୍ଠୁ କାର୍ପେଟ, ସବୁ କିଛି ଦାମୀ। ପଚାରିଲି ମାଳତୀ, ତମର ମନେ ଅଛି ନା ସ୍କୁଲ ବେଳ? ମୁଁ ପଚାରିଲି ମାଳତୀ, ତମର ମନେ ଅଛି ନା ସ୍କୁଲ ବେଳ? ତମେ କହିଲ, ଦେଖୁନ ଏ ଗ୍ରୁପ ଫଟୋରେ ତମେ ବି ଅଛ ଯେ ବସନ୍ତ। ଧନ୍ୟବାଦ।